ଆପଣ ସତପଥରେ ଅଛନ୍ତି, ଧର୍ମ ପଥରେ ଅଛନ୍ତି, ତାହେଲେ କେବେ ନା କେବେ ଭଗବାନ ନିଶ୍ଚିତ ଭାବରେ ଆପଣଙ୍କର ପରୀକ୍ଷା ନେବେ। ଆପଣ ଯେତେବେଳେ ମାଟ୍ରିକ ପରୀକ୍ଷା ଦିଅନ୍ତି, ମାଟ୍ରିକ ପରୀକ୍ଷା ସମ୍ମୁଖୀନ ହେଲା ପରେ ହିଁ ଆପଣଙ୍କୁ ବୋର୍ଡ଼ ସାର୍ଟିଫିକେଟ୍ ମିଳେ। ଠିକ୍ ସେମିତି ଆପଣଙ୍କୁ ଏ ପରୀକ୍ଷା ଦେଇ ଭଗବାନଙ୍କର ପରୀକ୍ଷାର ସମ୍ମୁଖୀନ ହୋଇ ନିଜକୁ ସିଦ୍ଧ କରିବାକୁ ପଡ଼ିବ, ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ପଡ଼ିବ। ସେଇଥିପାଇଁ ତ ଭଗବାନ ଆପଣଙ୍କର ପରୀକ୍ଷା ନିଅନ୍ତି। ଅନେକ ଲୋକ ପ୍ରଶ୍ନ କରନ୍ତି, ଜୀବନରେ ଅନେକ ଭଲ ଭଲ କାମ ମୁଁ କରୁଛି, ଭଗବାନଙ୍କୁ ମୁଁ ସବୁବେଳେ ଡାକେ, ମୋ ଅନ୍ତର୍ମନରେ ସବୁବେଳେ ଭଗବାନ ଅଛନ୍ତି, ତଥାପି ଭଗବାନ ମୋର ପରୀକ୍ଷା ନେଉଛନ୍ତି କ'ଣ ପାଇଁ? ଆପଣ ଦେଖୁଥିବେ ସ୍କୁଲରେ ଯେଉଁ ପିଲା ଭଲ ପାଠ ପଢ଼େ, ଯେଉଁ ପିଲାମାନେ ସାର୍ଙ୍କର ପ୍ରଶ୍ନର ଯଥାଯଥ ଉତ୍ତର ଦେବେ ବୋଲି ସାର୍ଙ୍କର ମନକୁ ଲାଗେ, ସାର୍ ସେହି ପିଲାମାନଙ୍କୁ ହିଁ ପ୍ରଶ୍ନ କରିଥାନ୍ତି। ଯେଉଁ ପିଲାମାନେ ଚଗଲା ହୁଅନ୍ତି, ପାଠଶାଠ ପଢ଼ନ୍ତି ନାହିଁ, ସେମାନଙ୍କୁ ସାର୍ ପ୍ରଶ୍ନ କରନ୍ତି ନାହିଁ। ଜାଣିଛନ୍ତି ଏମାନେ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ। ତେଣୁ ଆପଣଙ୍କ ଜୀବନରେ ବିପତ୍ତି ଆସୁଛି, ଆପଣ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି, ତା ଅର୍ଥ ଜାଣି ନିଅନ୍ତୁ ଆପଣ ଭଗବାନଙ୍କର ଭଲ ଛାତ୍ର, ଆପଣ ବହୁତ ଭଲ କାମ କରୁଛନ୍ତି, ସେଇଥିପାଇଁ ତ ଭଗବାନ ଆପଣଙ୍କର ପରୀକ୍ଷା ନେଉଛନ୍ତି। ଏ ପୃଥିବୀ ପୃଷ୍ଠରେ ଅନେକ ରଜାଙ୍କର, ଅନେକ ଭକ୍ତଙ୍କର ପରୀକ୍ଷା ହୋଇଛି। ହରିଶ୍ଚନ୍ଦ୍ରଙ୍କ କଥା କୁହନ୍ତୁ, ମା ଅନୁସୂୟଙ୍କ କଥା କୁହନ୍ତୁ, ରାଜା ବଳିଙ୍କ କଥା କୁହନ୍ତୁ, ସମସ୍ତଙ୍କୁ ଏହି ପରୀକ୍ଷା ଦେଇ ଯିବାକୁ ପଡ଼ିଛି। ସେଇଠି ଏବଂ ପରୀକ୍ଷାରେ ସେମାନେ ଉତ୍ତୀର୍ଣ୍ଣ ହେଲା ପରେ ତାପରେ ଯାଇ ସେମାନଙ୍କ ନାଁ ଏତେ ବର୍ଷ ପରେ ମଧ୍ୟ ଆଜି ବି ଅମ୍ଳାନ ରହିଛି। ଆମେମାନେ ସେମାନଙ୍କ କଥା ଆଲୋଚନା କରୁଛନ୍ତି। ଏମିତି ଏକ ରଜା ମର୍ଦ୍ଧ୍ୱଜ, ଏ ପୃଥିବୀ ପୃଷ୍ଠରେ ଜନ୍ମ, ଯାହାଙ୍କର ବି ଦିନେ ଏମିତି ପରୀକ୍ଷା ନିଆଯାଇଥିଲା। ରଜା ନିଜ ଧର୍ମରକ୍ଷା କରିବା ପାଇଁ ନିଜର ପୁଅକୁ କରତରେ କାଟିବାକୁ ମଧ୍ୟ ପଛେଇ ନଥିଲେ। ଚାଲନ୍ତୁ ସେହି ମର୍ଦ୍ଧ୍ୱଜ ରଜାଙ୍କର ଏ କାହାଣୀକୁ ଆମେ ଶୁଣିବା। ମର୍ଦ୍ଧ୍ୱଜ ନାମକ ଜଣେ ରଜା ଥିଲେ, ବହୁତ ଦାନୀ ଥିଲେ। ପ୍ରଜାମାନଙ୍କୁ, ବ୍ରାହ୍ମଣମାନଙ୍କୁ, ସମସ୍ତଙ୍କୁ ଯେ ତାଙ୍କ ଘରକୁ ଆସୁଥିଲା ତାଙ୍କୁ ଖାଦ୍ୟ ଦେଲା ପରେ ବା ଖୁଆଇଲା ପରେ ରଜା ପ୍ରଶ୍ନ କରୁଥିଲେ, ଦକ୍ଷିଣା ରୂପେ କ'ଣ ଦେଲେ ଆପଣମାନେ ଖୁସି ହେବେ? ଯିଏ ଯାହା କହୁଥିଲା ରଜା ତାକୁ ତାର ଇଚ୍ଛା ମୁତାବକ ଦ୍ରବ୍ୟ ପ୍ରଦାନ କରି ସନ୍ତୁଷ୍ଟ କରୁଥିଲେ। ରଜାଙ୍କର ଏ କୀର୍ତ୍ତି ସବୁଆଡ଼େ ପରିବ୍ୟାପ୍ତ ଥିଲା। ସବୁରି ମୁହଁରେ ଗୋଟିଏ କଥା ଯେ ମର୍ଦ୍ଧ୍ୱଜଙ୍କ ଭଳି ରଜା, ମର୍ଦ୍ଧ୍ୱଜଙ୍କ ଭଳି ଦାନୀ ରଜା ନା ଏ ସଂସାରରେ ଆଗରୁ କେହି ଥିଲା, ନା ଆଗକୁ ଏ ଧରଣୀ ଏଭଳି ଏକ ଧର୍ମୀୟ ଭାବାପନ୍ନ ରଜାଙ୍କୁ ପାଇବ। ସବୁଆଡ଼େ ଡିଣ୍ଡିମ ବାଜିଲା ଏଇ ରଜା ମର୍ଦ୍ଧ୍ୱଜଙ୍କ କୀର୍ତ୍ତି। ସମସ୍ତେ ଜାଣିଛନ୍ତି ଯେ ମର୍ଦ୍ଧ୍ୱଜ ମରିଯିବେ ସିନା, ହେଲେ ଶତ୍ରୁ ଦାନରୁ, ଧର୍ମରୁ କେବେ ବି ପଛକୁ ହଟିବେ ନାହିଁ। ଠିକ୍ ଏହି ସମୟର କଥା। ଏଣେ କ'ଣ ହେଇଛି, ଧର୍ମରାଜ ଯୁଧିଷ୍ଠିର ଏକ ରାଜସ୍ୱ ଯଜ୍ଞର ଆୟୋଜନ କରିଛନ୍ତି।
खूब सुंदर भाव यज्ञ आयोजित होइछि। यज्ञर परिसमाप्ति घटी। भगवान श्रीकृष्ण अर्जुन दुई मित्र बसी कथबार्ता हेउछन्ति। दुई सांग जेतबेले कथा हुअन्ति से कथा विभिन्न आड़ू आरंभ होई विभिन्न पर्यंत जाए। ठीक ठिकना न थाए कोठारे जाई सेमानकर कथार अंत घटिबो। भगवान श्रीकृष्ण सामने अर्जुन बसी कहउछन्ति, हे माधव, आपण कहिले मो भाई जो राजस्व यज्ञर आयोजन करथिले केते सुंदर ढंगर यज्ञ आयोजन करथिले। माधव आपण देखिछन तो मो भाई मोर बड़ भ्राता धर्मराज युधिष्ठिर केते दान देइछन्ति। ब्राह्मण मानक एते दान देले से माने एकाथरे नहीं जावाक समर्थ हेले नहीं। खालीटारे कौन मो भाई धर्मराज युधिष्ठिर होइछन्ति। ये संसार रे तांको सम दानी केही नहीं। भगवान श्रीकृष्ण अर्जुन ये जो आत्मबणिमापूर्ण कथा शुणी किछि न कही केवल मंदा मंद हसिले। सांगे सांगे प्रश्न करिसंति अर्जुन, जे माधव मो कथा कौन आपण को ठीक लगिला नहीं, जो आपण मो कथा को हसी उड़े देले। भगवान श्रीकृष्ण कहते अर्जुन, तुम्हें से कथारे पड़ नहीं, तुम्हें तुम काम कर। जमा किए दानी किए धर्मी ये विषय तुम्हें आलोचना कर नहीं, कारण जदि आलोचना करिवो तार तुम्हें दुख ही पाइबो। अर्जुन कहते ना ना आपण मते कहतु, आपण हसीचंती माने आपण को मो कथा ठीक लगी नहीं। मु जानिबा को चाहूची प्रकृत रे कौन ठीक कथा। मो भाई कौन प्रकृत रे ये पृथ्वी पृष्ठर सर्वश्रेष्ठ दानी नुहंती। सांगे सांगे कहिचंती भगवान कृष्ण, ये दुनिया ये संसार ये पृथ्वी विषय तुम्हें कौन जानिच अर्जुन। तुम नजर रे धर्मराज युधिष्ठिर हेउचंती सर्वश्रेष्ठ दानी ना, किंतु तुम्हें जानिले आश्चर्य हब अर्जुन, ये पृथ्वी पृष्ठर दानीर जो तालिका तैयारी प्रस्तुत होइछि से तालिकार सर्वनिम्न रे तुम भाई युधिष्ठिर कर नाम उल्लेख अच्छी। सांगे सांगे अर्जुन पचारिचंती, जदि मो भाई एते बड़ दानी होई ये लिस्ट शेष ना अच्छी, ये तालिकार शेष ना अच्छी, ताले माधव मते कहतु आपणकर विचार रे ये पृथ्वीर ये संसार सर्वश्रेष्ठ दानी किए। सांगे सांगे भगवान श्रीकृष्ण हसी दे कहिचंती, से होचंती मोर भक्त राजा मोरध्वज। जेमते कथा शुणिचंती चिहिकी उठिचंती अर्जुन, एमती कौन से दान करती कि जो मो भाई ठारू से मध्य श्रेष्ठ दानी होई गले। जुक्ति चलाइचंती अर्जुन। भगवान देखिले अर्जुन को पारी हब नहीं। आत्माभिमानी पूर्ण कथा शुणी अर्जुनकर भगवान कर मुंड मध्य बिगड़ी गला। भगवान कहले, मु कहले ना मोरध्वज परिदानी तुम भाई बा आम भाई महाराज युधिष्ठिर नहंती। अर्जुन सांगे सांगे कहिचंती, सी एमती कौन दान करुचंती कि जो ये तालिकार प्रथम स्थान रखा जाइछि। ना ना तांकर परीक्षा नवा निहाती आवश्यक। भगवान श्रीकृष्ण कहिचंती, ताहले अर्जुन तुम्हें जाओ निजे परीक्षा नब, निजे परीक्षा नेले कौन ठीक कौन भूल तुम्हें ही जानी परिबो। अर्जुन कहिचंती, प्रभु आपण को बिना परीक्षा अधूरा, तेणु आपण मो उभय मिसिकी जीवा एवं राजा मोरध्वजकर परीक्षा नवा। भगवान कहते ताल ठीक अच्छी। भगवान सांगे सांगे स्मरण करिचंती यमराज को। यमराज आज उपस्थित हो जाइचंती एवं यमराज को अनुरोध करिचंती, आदेश देइचंती प्रभु श्रीकृष्ण जे यमराज मोर जड़े भक्तंकर परीक्षा पई हमको जीवाको पड़िबो, तेणु आपण को
ଜଣେ ବୁଢ଼ା ସିଂହର ରୂପ ଧାରଣ କରିବାକୁ ପଡ଼ିବ। ଏହାପରେ ବେଶ ବଦଳାଇ ଦେଇଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ଓ ଅର୍ଜୁନ। ଶ୍ରୀକୃଷ୍ଣ ଓ ଅର୍ଜୁନ ଉଭୟ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି। ଆଗେ ଆଗେ ଏହି ଦୁଇ ବ୍ରାହ୍ମଣ ଚାଲିଛନ୍ତି। ଶ୍ରୀକୃଷ୍ଣ ଓ ଅର୍ଜୁନ ବ୍ରାହ୍ମଣ ରୂପରେ ଚାଲିଛନ୍ତି। ପଛେ ପଛେ ବୁଢ଼ା ସିଂହର ରୂପ ଧାରଣ କରି ଯମରାଜ ଚାଲିଛନ୍ତି। ପରୀକ୍ଷା ପାଇଁ ପହଞ୍ଚି ଯାଇଛନ୍ତି ରାଜା ମର୍ଦ୍ଧ୍ୱଜଙ୍କର ରାଜପ୍ରସାଦ ସାମ୍ନାରେ। ଦୁଇ ବ୍ରାହ୍ମଣ ଯାକ ଚିତ୍କାର କରି ଉଠିଛନ୍ତି, ଭବତଂ ଭିକ୍ଷାଂ ଦେହି, ଭବତଂ ଭିକ୍ଷାଂ ଦେହି। ଏ ଶବ୍ଦ ଶୁଣି ରାଜା ମର୍ଦ୍ଧ୍ୱଜଙ୍କର ଯେଉଁ କର୍ମଚାରୀ ଆସି ପହଞ୍ଚିଛନ୍ତି, ଦେଖିଛନ୍ତି ଦୁଇ ଜଣ ବ୍ରାହ୍ମଣ, ପଛରେ ସିଂହ, ବୟସ୍କ ସିଂହ ବା ବୃଦ୍ଧ ସିଂହ ଠିଆ ହୋଇଛନ୍ତି। ସାଙ୍ଗେ ସାଙ୍ଗେ ଯାଇ ଖବର ଦେଇଛନ୍ତି ରାଜା ମର୍ଦ୍ଧ୍ୱଜଙ୍କୁ ଯେ ଆପଣଙ୍କର ଆମର ରାଜପ୍ରସାଦର ସାମ୍ନାରେ, ଆମର ସିଂହଦ୍ୱାରରେ ଦୁଇ ଜଣ ବ୍ରାହ୍ମଣ ଏବଂ ଗୋଟିଏ ସିଂହ ଠିଆ ହୋଇଛନ୍ତି। ରାଜା ମର୍ଦ୍ଧ୍ୱଜ ନିଜେ ଆସିଛନ୍ତି। ଦୁଇ ବ୍ରାହ୍ମଣଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭିତରକୁ ନେଇଯାଇଛନ୍ତି, ପାଛୋଡ଼ି ନେଇଯାଇଛନ୍ତି ଏବଂ ଗୋଡ଼ ଧୋଇ ଦେଇଛନ୍ତି। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କର ବ୍ରାହ୍ମଣ ରୂପରେ ଅବସ୍ଥିତ ଥିଲେ। ସେମାନେ ଗୋଡ଼ ଧୋଇଛନ୍ତି। ଗୋଡ଼ ଧୋଇ ଆସନରେ ବସାଇ ସେମାନଙ୍କର ପାଇଁ ଖାଦ୍ୟ ପ୍ରସ୍ତୁତିର ବ୍ୟବସ୍ଥା କରାଇଛନ୍ତି। ଯେତେବେଳେ ଖାଦ୍ୟ ପ୍ରସ୍ତୁତିର ବ୍ୟବସ୍ଥା କରିବାକୁ ଯାଉଛନ୍ତି, ସାଙ୍ଗେ ସାଙ୍ଗେ ପଚାରିଛନ୍ତି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଯେ କ'ଣ ଚାଲିଛି ବ୍ୟବସ୍ଥା? ନା ଆପଣମାନଙ୍କର ଭୋଜନାର୍ଥେ ଖାଦ୍ୟ ପ୍ରସ୍ତୁତ ପାଇଁ ମୁଁ ବ୍ୟବସ୍ଥା କରୁଛି। ସାଙ୍ଗେ ସାଙ୍ଗେ କହିଛନ୍ତି ଏ ଦୁଇ ବ୍ରାହ୍ମଣ ଯେ ରାଜା, ଆମେ 3 ଜଣ ଆସିଥିଲୁ, ଏବେ ବି ଆଉ ଜଣେ ଅତିଥି ବାହାରେ ଠିଆ ହୋଇଛନ୍ତି। ବୃଦ୍ଧ ସିଂହ ସିଏ ବି ତୁମର ଅତିଥି, ତାଙ୍କୁ ଘରକୁ ନ ଆଣିଲ ନାହିଁ। ଯେହେତୁ ସେ ଆମ ସହିତ ଆସିଛନ୍ତି ବା ସେ ଆମର ସିଂହ, ତେଣୁ ସେ ଆଗେ ଖାଇଲା ପରେ ଆମ ଖାଇବାର ବ୍ୟବସ୍ଥା କରିବ। ରଜା ପଚାରିଛନ୍ତି, ଠିକ୍ ଅଛି ପ୍ରଭୁ, ମୁଁ ତାହେଲେ ସିଂହଙ୍କର ଖାଇବା ବ୍ୟବସ୍ଥା କରୁଛି। ଏବଂ ରଜା ମର୍ଦ୍ଧ୍ୱଜ ପଚାରିଛନ୍ତି ଦୁଇ ବ୍ରାହ୍ମଣଙ୍କୁ ଯେ ସିଂହ କ'ଣ ଖାଇବେ? ସାଙ୍ଗେ ସାଙ୍ଗେ ଦୁଇ ବ୍ରାହ୍ମଣ କହି ଉଠିଛନ୍ତି, ରଜା ତୁମେ କ'ଣ ଜାଣିନ ସିଂହ କ'ଣ ଖାଆନ୍ତି? ସିଂହ ତ ମାଲପୁଆ ଖାଇବେନି ନା। ସିଂହ ଖାଇଲେ ତାଙ୍କର ପ୍ରିୟ ଖାଦ୍ୟ ମାଂସ ହିଁ ଖାଇବେ। ତେଣୁ ତାଙ୍କ ପାଇଁ ମାଂସର ବ୍ୟବସ୍ଥା କର। ସାଙ୍ଗେ ସାଙ୍ଗେ ରଜା କହିଛନ୍ତି, ଠିକ୍ ଅଛି, ମୁଁ ଆପଣଙ୍କ ଯେଉଁ ସିଂହଙ୍କ ପାଇଁ ମାଂସର ବ୍ୟବସ୍ଥା କରୁଛି। ପ୍ରଭୁ ଶ୍ରୀକୃଷ୍ଣ ପଚାରିଛନ୍ତି, ବ୍ରାହ୍ମଣ ବେଶୀ ଶ୍ରୀକୃଷ୍ଣ ପଚାରିଛନ୍ତି, ରାଜା ତୁମେ କାହାର ମାଂସ ଦେବ ଖାଇବାକୁ ଆମ ସିଂହକୁ? ଛେଳିର ବା ମଇଁଷିର ବା ଆଉ କାହାର? ସାଙ୍ଗେ ସାଙ୍ଗେ ରଜା କହିଛନ୍ତି, ପ୍ରଭୁ ମୁଁ କୌଣସି ଜୀବର ମାଂସ ଦେଇ ପାପୀ ବନିବାକୁ ଚାହୁଁନାହିଁ। ମୁଁ ଯେଉଁ ପଶୁଟିକି ମାରିବି ତାକୁ ମାରିଲେ ମୋର ପାପ ହେବ। ତେଣୁ ସେ ନିରୀହ ପଶୁଟିକି ମାରି ମୁଁ ଏ ସିଂହଙ୍କୁ ଭୋଜନ ସିନା କରେଇବି, ହେଲେ ହେ ପ୍ରଭୁ ମୁଁ ତ ପାପ ଅର୍ଜନ କରିବି। ଗୋଟେ ପଟେ ଧର୍ମରକ୍ଷା କରିବାକୁ ଯାଇ ମୁଁ ପାପ କେମିତି କରିବି? ଭଗବାନ ଶ୍ରୀକୃଷ୍ଣ ବ୍ରାହ୍ମଣ ରୂପରେ ଯେଉଁ ଅଛନ୍ତି ପଚାରିଛନ୍ତି, ତାହେଲେ କ'ଣ ଚିନ୍ତା କରୁଛ ରାଜା ତୁମେ? ନା ପ୍ରଭୁ ମୁଁ ସିନା ଅନ୍ୟ ଜୀବଙ୍କୁ ମାରିକି ଦେଇପାରିବି ନାହିଁ, ଏତେ ବଢ଼ିଆ ଶରୀର ମୋର ଅଛି, ମୁଁ ହୃଷ୍ଟପୃଷ୍ଟ ଅଛି। ଯଦି ମୁଁ ମୋ ନିଜ ଶରୀରକୁ କାଟିକି ଆପଣଙ୍କ ସିଂହକୁ ଖାଇବାକୁ ଦେଇଦିଏ, ମୁଁ ଜାଣିଛି ମୋତେ ପାପ ଲାଗିବ ନାହିଁ। ମୋ ଶରୀରର କର୍ତ୍ତା ହେଉଛି ମୁଁ। ମୋ ସ୍ୱଇଚ୍ଛାରେ ମୁଁ ମୋ ମାଂସକୁ ଆପଣଙ୍କର ସିଂହକୁ ଖାଇବାକୁ ଦେବି। ଯେତେବେଳେ ଏକଥା କହିଛନ୍ତି, ଭଗବାନ ସ୍ମିତ ହାସ ହସି କହିଛନ୍ତି, ହେ ରାଜା ତୁମେ ଦେଖୁଛ ତ ଆମ ସିଂହକୁ? ଏ ପରା ବୃଦ୍ଧ ସିଂହ, ଆର
ଦାନ୍ତ ନାହିଁ, ଦାନ୍ତ ଟାଣ ନାହିଁ, ତୁମେ ତ ବୟସ୍କ ଲୋକ, ତୁମର ମାଂସ ଟାଣ ନିଶ୍ଚିତ ହୋଇଥିବ, ଏ ସିଂହ ଆମର ଖାଇବ କେମିତି? ଏହାପରେ ରଜା ପଚାରିଛନ୍ତି, ପ୍ରଭୁ ତାହେଲେ? ସାଙ୍ଗେ ସାଙ୍ଗେ ଭଗବାନ, ବ୍ରାହ୍ମଣ ରୂପୀ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ହେ ରାଜନ, ଆମେ ଶୁଣିବାକୁ ପାଇଲୁ ତୁମର ଗୋଟିଏ କଅଁଳ ଛନଛନ ପୁଅଟିଏ ଅଛି ନା? ରଜା କହିଛନ୍ତି, ହଁ ହଁ ଅଛି। ତାର ବୟସ 5 କିମ୍ବା 6 ହେବ। ମୋର ଏକମାତ୍ର ପୁଅ ଅଛି, ତା ନାଁ ହେଉଛି ତାମ୍ରଧ୍ୱଜ। ଏହାପରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ବ୍ରାହ୍ମଣ ବେଶରେ ଯେଉଁ ଅଛନ୍ତି, ରାଜା, ଯଦି ତୁମେ ଧର୍ମ ରକ୍ଷା କରିବାକୁ ଚାହୁଁଛ, ଯଦି ଆମ ସିଂହକୁ ଭୋଜନ କରିବାକୁ ଚାହୁଁଛ, ତାହେଲେ ତୁମେ ତୁମ ପୁତ୍ରର ମାଂସ ଆମ ସିଂହକୁ ଖାଇବାକୁ ଦେଲେ ଆମ ସିଂହ ତୁମ ପୁଅର ସେ କଅଁଳ ଛନଛନ ମାଂସକୁ ଆରାମରେ ଖାଇପାରନ୍ତା। ରଜା ଏବେ ଧର୍ମ ସଙ୍କଟରେ ପଡ଼ିଯାଇଛନ୍ତି। ପୁତ୍ର ହରାଇବାର ଧର୍ମ ସଙ୍କଟ ନୁହଁ। ରଜା ବର୍ତ୍ତମାନ ଚିନ୍ତନ କରୁଛନ୍ତି, ବାଳୁତ ପୁଅଟି ମୋର, ଏକମାତ୍ର ପୁଅ, ମୁଁ ତାକୁ ମାରି ବା କାଟି ସିଂହକୁ ଖାଇବାକୁ ଦେବାର କିଛି ଅସୁବିଧା ନାହିଁ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ପୁଅ ହେଲେ ବି ତାର ବିନା ପରାମର୍ଶରେ, ତାର ଇଚ୍ଛା ବିରୁଦ୍ଧରେ ତାକୁ ଜବରଦସ୍ତ ଆଣି କାଟି ଯଦି ମୁଁ ସିଂହକୁ ଖାଇବାକୁ ଦେଲି, ତାହେଲେ ପାପ ତ ମୋର ନିଶ୍ଚିତ ଲାଗିବ। କେଉଁ ମୁହଁରେ ମୋ ପୁଅକୁ ପଚାରିବି ଯେ, ପୁଅରେ, ମୋ ଧର୍ମ ରକ୍ଷା ପାଇଁ ତୋତେ ମୁଁ କାଟିକି ସିଂହକୁ ଖାଇବାକୁ ଦେବାକୁ ଚାହୁଁଛି? ରଜା ଏ ଅସାମଞ୍ଜସ୍ୟରେ ପଡ଼ିଥିବାର ଦୂରରୁ ଦେଖିପାରିଛି ପୁଅ ତାମ୍ରଧ୍ୱଜ। ତାମ୍ରଧ୍ୱଜ ଦୌଡ଼ି ଦୌଡ଼ି ଆସିଛି, ବାପାଙ୍କୁ ନମସ୍କାର କରିଛି, ଦୁଇ ବ୍ରାହ୍ମଣଙ୍କୁ ନମସ୍କାର କରିଛି ଏବଂ ହାତ ଯୋଡ଼ି କହିଛି, ବାପା, ଆପଣ ଚିନ୍ତା କରନ୍ତୁ ନାହିଁ। ଆପଣ ଭାବୁଛନ୍ତି କି ମୋତେ କାଟିବାକୁ ଦେବେ ନାହିଁ, ମୋତେ କାଟିକି ସିଂହକୁ ଖାଇବାକୁ ଦେବେ ନାହିଁ? ମୋତେ କାଟିକି ଦେଲେ ଆପଣଙ୍କର ପାପ ହେବ। ମୋ ଇଚ୍ଛା ବିରୁଦ୍ଧରେ କାଟୁଛନ୍ତି ବୋଲି ଆପଣଙ୍କୁ ଦୁଃଖ ନିଶ୍ଚିତ ଲାଗୁଥିବ। ମୁଁ ଜାଣିଛି ଆପଣ ମୋର ବାପା, ଆପଣ କ'ଣ ଚିନ୍ତା କରୁଛନ୍ତି ମୁଁ ନିଶ୍ଚିତ ଭାବରେ ଜାଣିପାରୁଛି। କହିଛି, ତାମ୍ରଧ୍ୱଜ, ହେ ପିତା, ପୁତ୍ରର ଜନ୍ମ ହେଉଛି ପିତାଙ୍କର ଧର୍ମ ରକ୍ଷା କରିବାରେ ସହାୟତା ପ୍ରଦାନ କରିବା। ଆଜି ଯଦି ମୁଁ କଟା ହୋଇ ମୋର ମାଂସକୁ ଖାଇ ଅତିଥି ଆମ ଘରୁ, ସିଂହ ରୂପୀ ଅତିଥି ଆନନ୍ଦରେ ଗଲେ, ଆପଣଙ୍କର ଧର୍ମ ରକ୍ଷା ହେଲା ଏବଂ ଏହା ହେଉଛି ଗୋଟେ ପୁଅର ଧର୍ମ। ରଜା ଆନନ୍ଦିତ ହୋଇଛନ୍ତି ଏବଂ ଏହାପରେ ପ୍ରଭୁ ଏକ ସର୍ତ୍ତ ରଖିଛନ୍ତି, ବ୍ରାହ୍ମଣ 2 ଜଣ ସର୍ତ୍ତ ରଖିଛନ୍ତି ଯେ, ରାଜା, ଆମ ସିଂହ ସେମିତି ଖାଇପାରିବ ନାହିଁ, ତେଣୁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ଆପଣଙ୍କ ପୁଅକୁ କରତ ସାହାଯ୍ୟରେ ଚିରି ଖଣ୍ଡ ଖଣ୍ଡ କରିବାକୁ ପଡ଼ିବ, କାରଣ ଏ ବୃଦ୍ଧ ସିଂହ ନିଜେ ନିଜ ଦାନ୍ତ ସାହାଯ୍ୟରେ ଚିରି ତ ପାରିବ ନାହିଁ। ଏହାପରେ ରଜା ଯାଇଛନ୍ତି ରାଣୀଙ୍କ ପାଖକୁ। ରାଣୀଙ୍କ ପାଖକୁ ଯାଇ କହିଛନ୍ତି, ରାଣୀ, ରଜା, ମୁଁ କଥା ଦେଇଛି ପ୍ରଭୁଙ୍କୁ ଯେ ଧର୍ମ ରକ୍ଷା ପାଇଁ ଆଜି ଆମ ପୁଅକୁ ଆମକୁ ଚିରିବାକୁ ପଡ଼ିବ। କ'ଣ କହୁଛ ରାଣୀ ତୁମେ? ପୁଅ 2 ଜଣଙ୍କର, ତେଣୁ ମୁଁ ଏକୁଟିଆ ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ସେଥିପାଇଁ ମୁଁ ତୁମର ଇଚ୍ଛା ଚାହୁଁଛି। ସେ ସମୟର ପରିବାର ଦେଖନ୍ତୁ କେମିତି। ରାଣୀ ସାଙ୍ଗେ ସାଙ୍ଗେ କହିଛନ୍ତି, ହେ ରାଜନ, ଧର୍ମ ରକ୍ଷା ପାଇଁ ଏ ଗୋଟିଏ ପୁଅ କ'ଣ? ମୋର ଯଦି ଆହୁରି ଅନେକ ପୁଅ ଥାନ୍ତେ, ତାହେଲେ ହେ ରାଜନ, ଧର୍ମ ରକ୍ଷା ପାଇଁ ସେମାନଙ୍କୁ ବଳି ଚଢ଼େଇବାକୁ ମୁଁ କେବେ ବି ପଶ୍ଚାତପଦ ହୋଇନଥାନ୍ତି। ହେଲେ ମୁଁ ଦୁଃଖିତ, ଆପଣଙ୍କର ଧର୍ମୀୟ କାର୍ଯ୍ୟରେ ମୁଁ ସାହାଯ୍ୟ କରିପାରୁନି। ଏଇଥିପାଇଁ
ଯେ ମୋର ଗୋଟିଏ ମାତ୍ର ପୁଅ, ମୋର 100 ପୁଅ ନାହାନ୍ତି, ତେଣୁ এই ଗୋଟିଏ ପୁଅକୁ ନେଇ ଆପଣ ସନ୍ତୁଷ୍ଟ ହୁଅନ୍ତୁ, ଯାହା କରିବାର ଅଛି କରନ୍ତୁ, ଧର୍ମ ରକ୍ଷା ପାଇଁ ଯାହା କଲେ ବି ମୋର କିଛି ଅସୁବିଧା ନାହିଁ। ଏହାପରେ ରଜା କହିଛନ୍ତି ରାଣୀଙ୍କୁ ଯେ ପ୍ରଭୁ କହୁଛନ୍ତି ବା ଏ ବ୍ରାହ୍ମଣ ଦେବ କହୁଛନ୍ତି କରତ ସାହାଯ୍ୟରେ ପୁଅକୁ କାଟିବା ପାଇଁ। ରାଣୀ, ତୁମେ ତ ଜାଣିଛ କରତ ଜଣେ ଚଳାଇବା ଅସମ୍ଭବ, ତେଣୁ ପୁଅକୁ କାଟିବା ପାଇଁ ଯେଉଁ କରତ ବ୍ୟବହାର କରାଯିବ ସେ କରତ ଚଲାଇବାରେ ତୁମେ ମୋତେ ସହାୟତା ପ୍ରଦାନ କରିବ। ରାଣୀ ସାଙ୍ଗେ ସାଙ୍ଗେ ହଁ ଭରିଛନ୍ତି। ଧର୍ମରକ୍ଷା ପାଇଁ ଯଦି ପୁଅକୁ କାଟିବାକୁ ପଡ଼େ, ଆମ ସ୍ୱାମୀ ସ୍ତ୍ରୀଙ୍କୁ କରତ ଚଲାଇବାକୁ ପଡ଼େ, ତାହେଲେ ଏ ହେଉଛି ଭାରତବର୍ଷର ନାରୀ, ସେ କେବେ ପଛେଇବ ନାହିଁ। ଏହାପରେ ବାପା ମା ଦୁଇ ଜଣ ଯାକ କ'ଣ କରିଛନ୍ତି, କରତ ଆଣିଛନ୍ତି, ରଜା ଧରିଛନ୍ତି ଗୋଟେ ପଟୁ, ରାଣୀ ଧରିଛନ୍ତି ଗୋଟେ ପଟ, ପୁଅର ମୁଣ୍ଡ ଉପରେ କରତ ରଖିଦେଇଛନ୍ତି। ଯେତେବେଳେ କରତ ରଖିଛନ୍ତି ପୁଅଟି ସାଙ୍ଗେ ସାଙ୍ଗେ କହିଛି, ବାପା ପିତାଶ୍ରୀ ଟିକେ ସମୟ ଦିଅନ୍ତୁ। ରଜା ଭାବିଛନ୍ତି ପୁଅ ବୋଧେ ମୋ ଛାତିରେ ଲାଗିବ, ରାଣୀ ଭାବିଛନ୍ତି ପୁଅ ବୋଧେ ମୋ ପାଖକୁ ଆସି ଆଶୀର୍ବାଦ ଗ୍ରହଣ କରିବ, କିନ୍ତୁ ପୁଅ ସେମିତି କିଛି କରିନାହିଁ। ତାମ୍ରଧ୍ୱଜ ଦୌଡ଼ିଛି ଘର ଭିତରକୁ, 4ଟି ତୁଳାର ବିଣ୍ଡା ଆଣିଛି, ମା ବାପାଙ୍କର ରଜାଙ୍କ କାନରେ 2ଟି ଲଗେଇ ଦେଇଛି, ରାଣୀଙ୍କ କାନରେ 2ଟି ଲଗେଇ ଦେଇଛି ତାମ୍ରଧ୍ୱଜ। ରଜା ପଚାରିଛନ୍ତି ଏମିତି କାହିଁକି? ନା ମୁଁ ଏକମାତ୍ର ପୁଅ, ଯେତେବେଳେ ଆପଣ ମୋତେ କାଟିବେ ମୁଁ ଚିତ୍କାର କରିବି, ସେ ଚିତ୍କାର ଧ୍ୱନି ଆପଣଙ୍କ କାନ ଭିତରକୁ ଯିବ ଏବଂ ଆପଣ ଯେହେତୁ ପିତାମାତା ଆପଣ ସମ୍ଭାଳି ପାରିବେନି, କରତରେ କାଟିବେ ନାହିଁ, ଧର୍ମ ନଷ୍ଟ ହେବ। ଦେଖନ୍ତୁ ସେ ସମୟର ପିଲାଙ୍କର ମଧ୍ୟ କି ପ୍ରକାର ଚିନ୍ତାଧାରା ଥିଲା। ରଜା ରାଣୀ କାଟିବା ଆରମ୍ଭ କରିଛନ୍ତି। ସର୍ତ୍ତ ରଖିଛନ୍ତି ଦୁଇ ବ୍ରାହ୍ମଣ, ଯେମିତି ତୁମ ଆଖିରୁ ଲୁହ ନ ବହେ ଏବଂ ଲୁହକୁ ଚାପି ରଖି କାଟିଛନ୍ତି ନିଜ ପୁଅକୁ ଧର୍ମ ରକ୍ଷା ପାଇଁ। 2 ଖଣ୍ଡ କରିଦେଇଛନ୍ତି। ଏହାପରେ ଦୁଇ ବ୍ରାହ୍ମଣ କହିଛନ୍ତି ଏହାର ଡାହାଣ ପଟ ଅଙ୍ଗକୁ ନେଇ ସିଂହକୁ ଖାଇବାକୁ ଦିଆଯାଉ, ବାମ ଅଙ୍ଗକୁ ଫୋପାଡ଼ି ଦିଆଯାଉ। ଏ ସମୟରେ ରାଣୀଙ୍କର ଗୋଟିଏ ଆଖିରୁ ଲୁହ ବହି ଆସିଛି। ପଚାରିଛନ୍ତି ସେ ବ୍ରାହ୍ମଣ ବେଶୀ ଶ୍ରୀକୃଷ୍ଣ ଯେ ତୁମେ କାନ୍ଦୁଛ କାହିଁକି? ନା ହେ ପ୍ରଭୁ, ମୋର ପୁଅ ବଳିଦାନ ଦେଲା କ'ଣ ପାଇଁ? ନା ସିଂହକୁ ସନ୍ତୁଷ୍ଟ କରିବା ପାଇଁ। ହେଲେ ଦୁଃଖ ପରିତାପର ବିଷୟ, ତାର ସମଗ୍ର ଅଙ୍ଗ ଏ ଯେଉଁ ଅତିଥି ସଂସ୍କାରରେ ଲାଗିପାରିଲା ନାହିଁ, ସିଂହଙ୍କର ଭୋଜନ ହୋଇପାରିଲା ନାହିଁ, ବାମ ଅଙ୍ଗକୁ ଫୋପାଡ଼ି ଦିଆଗଲା, ସେଇଥିପାଇଁ ମୁଁ କାନ୍ଦୁଛି। ଏହାପରେ ସବୁ ସରିଲା ପରେ ଏହାପରେ ଗୋଟେ ପଟ ନେଇ ଦିଆଗଲା କାହାକୁ? ସିଂହକୁ। ପୁଅ ତ ଗଲା। ଏହାପରେ ଖାଦ୍ୟ ବ୍ୟବସ୍ଥା ରଜା କଲେ। ପ୍ରଭୁ ଶ୍ରୀକୃଷ୍ଣ ଆଉ ଅର୍ଜୁନ ବ୍ରାହ୍ମଣ ରୂପରେ ବସିଛନ୍ତି ଖାଦ୍ୟ ଖାଇବା ପାଇଁ। ରୁଟି ଭାଙ୍ଗିଛନ୍ତି, ଖାଦ୍ୟ ନେଉଛନ୍ତି, ପୁଣି ଖାଦ୍ୟ ରଖିଦେଇଛନ୍ତି। ରଜା ସାଙ୍ଗେ ସାଙ୍ଗେ କହିଛନ୍ତି ରଜାଙ୍କୁ, ହେ ରାଜନ, ତୁମେ ଜଣେ ବାଳ ଅପରାଧୀ, ବାଳ ହତ୍ୟାକାରୀ, ତୁମେ ଜଣେ ହତ୍ୟାକାରୀ ହୋଇଥିବା ଦେଶରୁ ତୁମ ଘରେ ଆମେ ଖାଇପାରିବୁ ନାହିଁ। ରଜା ପଚାରିଛନ୍ତି ପ୍ରଭୁ, ଆପଣ ଯାହା କହିଲେ ମୁଁ ସେୟା କଲି। ଆପଣଙ୍କ କଥା ରକ୍ଷା କରିବା ପାଇଁ, ଆପଣ ମୋର ଧର୍ମ ରକ୍ଷା କରିବା ପାଇଁ ପୁଅକୁ କାଟିଲି, ମୁଁ ହତ୍ୟାକାରୀ ହେଲି କେମିତି? କିଛି ବୁଝି ନାହାନ୍ତି। ଦୁଇ ବ୍ରାହ୍ମଣ ଉଠିଛନ୍ତି, ଯିବାକୁ ବାହାରିଛନ୍ତି, ବାରମ୍ବାର ଅଟକାଇଛନ୍ତି ରଜା, ତଥାପି ଶୁଣି ନାହାନ୍ତି। ଯେତେବେଳେ ଶୁଣି ନାହାନ୍ତି ସାଙ୍ଗେ ସାଙ୍ଗେ ମୂର୍ଦ୍ଧ୍ୱଜ ରଜା କହିଛନ୍ତି, ଯଦି ପ୍ରକୃତରେ ମୁଁ ଧର୍ମ କରିଥିବି, ଯଦି ପ୍ରକୃତରେ ମୁଁ କୌଣସି ପାପର ଭାଗିଦାର ହୋଇନଥିବି, ତାହେଲେ ହେ ଭଗବାନ, ଧର୍ମ ରକ୍ଷା କରିବା ପାଇଁ ମୋ ପୁଅକୁ ମୁଁ କାଟିଲି। ପୁଅର ପ୍ରଶ୍ନ କରି ପୁଅର ଇଚ୍ଛା ଅନୁସାରେ କାଟିଲି। ଯଦି ଧର୍ମ ଠିକ୍ ଥାଏ, ପ୍ରଭୁ ଆପଣ ଠିକ୍ ଥାନ୍ତି, ତାହେଲେ ଧର୍ମ ରକ୍ଷା କରିବା ପାଇଁ ଆଜି ମୋ ପୁଅ ବଳିଦାନ ଦେଇଥିଲା, ପୁଅ ଆତ୍ମାହୁତି ଦେଇଥିଲା, ପୁଅ ମୋର ମରିଥିଲା। ସେଇ ଧର୍ମ ଆଜି ରକ୍ଷା କରିବା ପାଇଁ ମୋ ପୁଅକୁ ଆଜି ଜୀବିତ ହୋଇ ମୋ ପାଖକୁ ଆସିବାକୁ ପଡ଼ିବ। ତା ବାପା ଉପରେ ଯେଉଁ ଆଜି କଳଙ୍କ ଲାଗିଛି ଯେ ହତ୍ୟାକାରୀ ବୋଲି, ସେ କଳଙ୍କରୁ ବାପାକୁ ରକ୍ଷା କରିବା ପାଇଁ ମୋ ପୁଅ ତାମ୍ରଧ୍ୱଜକୁ ପୁଣି ଥରେ ଜୀବିତ ହେବାକୁ ପଡ଼ିବ। ଯେମିତି କଥା କହିଛନ୍ତି, ସାଙ୍ଗେ ସାଙ୍ଗେ କ'ଣ ହେଉଛି, ଭିତରୁ ଦୌଡ଼ି ଆସିଛି ତାମ୍ରଧ୍ୱଜ। ବାପା ବାପା, ମୁଁ ଜୀବିତ ଅଛି, ଆପଣ ହତ୍ୟାକାରୀ ନୁହନ୍ତି, ଆପଣ କିଛି ଭୁଲ କରିନାହାନ୍ତି। ଯେମିତି ଏତିକି କହିଛନ୍ତି, କୁଣ୍ଢେଇ ପକାଇଛନ୍ତି। ରଜା ନିଜ ପୁତ୍ର ତାମ୍ରଧ୍ୱଜକୁ ଅନେଇଲା ବେଳକୁ ଦୁଇ ବ୍ରାହ୍ମଣ ନାହାନ୍ତି। ଚକ୍ରଧାରୀ ଚତୁର୍ଦ୍ଧା ମୂର୍ତ୍ତି ଧରି ଭଗବାନ ବିଷ୍ଣୁ ଠିଆ ହୋଇଛନ୍ତି, ଭଗବାନ ଶ୍ରୀକୃଷ୍ଣ ଠିଆ ହୋଇଛନ୍ତି, କାନ୍ଦିଛନ୍ତି।